ତୋରୁଟିଏ ମୋ ଗୋପପୁରକୁ ଫେରିଆ ରେ ଧନ ତୋରୁଟିଏ ମୋ ଗୋପପୁରକୁ ଫେରିଆ ମୋ କଳାମାଣିକ କାଇଚ ବାଳିଆ ଏ ଗୋପପୁରରୁ ଗଲା ଦିନରୁ ଏ ଗୋପପୁରରେ କାହାରି ବାଦ ପଡୁଟେ କାହାରି ବାଦ ପଡୁ ନାରାୟଣ 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 କିଏ ମା କିଏ ତମେ ବାବାଜୀ ପୁଅ ମୁଁ ସ୍ୱର୍ଗର ବ୍ରହ୍ମାଙ୍କ ନନ୍ଦନ ଦେବର୍ଷି ନାରଦ ମା ଗୋସେଇ ଅଳିକି ଆୟୁଷ୍ମତୀ ଭବ ଯଶସ୍ୱୀ ଭବ କିଏ ଆପଣଙ୍କୁ ଅକଲ୍ୟାଣ କରିବ ମାତା ମା ସବୁ କୁଶଳ ମଙ୍ଗଳ ତ ଗୋସେଇ ଆସନ ଗ୍ରହଣ କର ଅତ୍ୟନ୍ତ ପ୍ରୀତ ହେଲି ମାତା ଅତ୍ୟନ୍ତ ପ୍ରୀତ ହେଲି କଣ କହିଲେ ମୋର କୁଶଳ ଆଉ ମଙ୍ଗଳ ମୋ କଳାମାଣିକ କାଇଚ ବାଳିଆ ଏ ଗୋପପୁରରୁ ଗଲା ଦିନରୁ ମୋର କୁଶଳ କଣ ନା ମଙ୍ଗଳ କଣ ହେଲେ ଗୋସେଇ ଆପଣଙ୍କ ପାଦ ଏ ଗୋପଦାଣ୍ଡରେ କେମିତି ପଡ଼ିଲା ଆପଣ କୋଉଠୁ ଆସିଛନ୍ତି ମୁଁ ଦ୍ୱାରିକାରୁ ଆସିଛି ମା କଣ କହିଲେ ଗୋସେଇ ଦ୍ୱାରିକାରୁ ଆସିଛି ମା ଦ୍ୱାରିକାରୁ ମୋ କଳାମାଣିକ ପାଖରୁ ଆସିଛନ୍ତି ମୋ କଳାମାଣିକ ମୋ କାଇଚ ବାଳିଆ ସେ ଭଲରେ ଅଛି ନା ଆମ କଥା କିଛି ପଚାରୁଥିଲା ନା ନାରାୟଣ ମା କଳାମାଣିକ କାଇଁଚ ମାଳିଆ ମାନେ ଆପଣ କାହା କଥା କହୁଛନ୍ତି ଓହ ମୋର ଯଦି ଅନୁମାନ ସତ୍ୟ ହୁଏ ଆପଣ ଦ୍ୱାରିକା ଅଧିପତି ରାଜା କୃଷ୍ଣଙ୍କ କଥା କହୁନାହାନ୍ତି ତ ମା ଆପଣ କଣ କହିଲେ ମୋ ପୁତ୍ର ଦ୍ୱାରିକାପୁରରେ ରାଜା ହେଇଛି ରାଜା ହେବ ଖୁସି ସିଏ ବା ରାଜାର ପୁଅ ହେଲେ ଗୋସେଇ ମୋ କଳାମାଣିକ ମୋ କାଇଚ ମାଳିଆ ସେଠି ଭଲରେ ଅଛି ନା ଏ ବୃଦ୍ଧ ପିତାମାତା କଥା କିଛି ପଚାରୁଥିଲା ନା ଅଷ୍ଟପାଷ୍ଟବଂଶୀଙ୍କ ସହିତ ଯାହାର ସମୟ ଅତିବାହିତ ଯାହାଙ୍କର ସେବା ଶୁଶ୍ରୂଷା ପାଇଁ ସମସ୍ତେ ଜାଗ୍ରତ ପହରି ପରି ଜାଗ୍ରତ ସମସ୍ତଙ୍କର ଚିନ୍ତା ଯାହାଙ୍କ ପାଇଁ ତାଙ୍କର ପୁଣି ଅମଙ୍ଗଳ କେମିତି ହେବ ସେ ଭଲରେ ବା କେମିତି ରହିବେନି ଆଉ ଯିଏ ଦ୍ୱାରିକାର ରାଜା ହୋଇଛନ୍ତି ସେ ବା ଆପଣଙ୍କୁ କେମିତି ମନେ ରଖିବେ ମା ସେ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଛନ୍ତି निश्चय कहीदेवी माँ निश्चय कहीदेवी कहतु माँ ये बुढ़ा बुढ़ी दुईटा मरी गला परे कंकारे गोटाए स्टार्टटाए नारायण 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 अरे हे जसुमती किए मते गंगारे स्नान करिबो रे आउ एबे ए भवरूपक सागर रे भासुछि जे भासुछि नारायण अरे के का सहित कथा हेउछ स्वामी जसुमती के आसी जति जानि छ के आसी जति जसुमती गोसई आसी जति द्वारिकापुररु गोसई आसी छंती काहते केउ ठारे अछंती मो एई ठारे राजानंद गोसई हां को नंदर ओळगी गोसई आयुष्मान भव यशस्वी भव कि आपन को अकल्याण करिवो नारायण नारायण
ଆପଣ ଦ୍ୱାରିକାରୁ ଆସିଛନ୍ତି? ହଁ ରାଜା। ହେଲେ ଆମ କଳାମାଣିକ ଭଲରେ ଅଛି ତ? ଆମ ବୁଢ଼ାବୁଢ଼ୀ ଦିଟାଙ୍କ କଥା ମନେ ଅଛି ତ? ମାନେ କଳାମାଣିକ ମାନେ ଆପଣ ଦ୍ୱାରିକା ଅଧିପତି ରାଜା କୃଷ୍ଣଙ୍କ କଥା କହୁଛନ୍ତି? ଦ୍ୱାରିକା ଅଧିପତି କୃଷ୍ଣ ହଁ ଗୋସାଇ କୃଷ୍ଣ ସେ ଭଲରେ ଅଛନ୍ତି। ଭଲରେ ଅଛନ୍ତି। ଆମ ବୁଢ଼ାବୁଢ଼ୀ ଦିଟାଙ୍କ କଥା ତାଙ୍କ ମନେ ଅଛି। ରାଜା ନନ୍ଦ ଯିଏ ଦ୍ୱାରିକାର ରାଜା ହୋଇସାରିଛନ୍ତି ସେ କେମିତି ଏ ସାମାନ୍ୟ ପ୍ରଜାଙ୍କ କଥା ମନେ ରଖିବେ? ସାମାନ୍ୟ ପ୍ରଜା? ଅତୀତରେ ଆପଣ ତାଙ୍କର କ'ଣ ଥିଲେ, କିନ୍ତୁ ସେ ବର୍ତ୍ତମାନ ରାଜା ନା, ସେ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ଭୁଲି ମିଥ୍ୟା ନୁହେଁ, ସତ୍ୟ। ଆଉ ତାର ପ୍ରମାଣ ସ୍ୱରୂପ ଆପଣଙ୍କୁ ସେ ମନେ ରଖିଛନ୍ତି କି ଭୁଲି ଯାଇଛନ୍ତି ତା ପ୍ରମାଣ ମୁଁ ଆପଣଙ୍କୁ ଦେବି। ତାର ପ୍ରମାଣ ହେଉଛି ଆସନ୍ତା ଫଗୁ ଦଶମୀରେ ମା, ଆସନ୍ତା ଫଗୁ ଦଶମୀରେ ପ୍ରଭାସ କ୍ଷେତ୍ରରେ ଯାଜ୍ଞିକ ପଦ୍ଧତିରେ ଆୟୋଜନ କରିଛନ୍ତି ପ୍ରଭାସ ଯଜ୍ଞ। ମା ସ୍ୱର୍ଗ ମର୍ତ୍ୟ ପାତାଳ ତିନିପୁର ସବୁଆଡ଼େ ହୋଇଅଛି ନିମନ୍ତ୍ରଣ। ସ୍ୱାମୀ ଗୋସାଇ ନିମନ୍ତ୍ରଣ ପତ୍ର ନେଇ ଗୋପପୁରକୁ ଆସିଛନ୍ତି। ଆମ ପୁତ୍ର କେତେ ବଡ଼ ଯଜ୍ଞ କରୁଛି, ସେଥିପାଇଁ ଗୋସାଇ ଆସିଛନ୍ତି ନିମନ୍ତ୍ରଣ ପତ୍ର ନେଇ। ଆମ ପୁତ୍ର ଯାଗ କରୁଛି, ସେଥିପାଇଁ ଆପଣ ନିମନ୍ତ୍ରଣ ପତ୍ର ନେଇ ଆସିଛନ୍ତି ଗୋସାଇ। ହେ ମା, ଆପଣ ମାର ମନ ନେଇ ଭାବି ନେଲେ ଆପଣଙ୍କ ପୁତ୍ର ଯଜ୍ଞଟାଏ କରୁଛି, ଆପଣଙ୍କୁ ନିଶ୍ଚୟ ନିମନ୍ତ୍ରଣ ପତ୍ର ବେଶୀ ସତ୍ୟ କ'ଣ ପ୍ରକାଶ କରିବି ମାତା? ପ୍ରକାଶ କରନ୍ତୁ ତାହେଲେ ଶୁଣନ୍ତୁ ମାତା, ସ୍ୱର୍ଗ ମର୍ତ୍ୟ ପାତାଳ ତିନିପୁର ନିମନ୍ତ୍ରଣ ହୋଇଛି, କିନ୍ତୁ ଆପଣଙ୍କର ଏଇ ଗୋପପୁର, ଆପଣଙ୍କର ଏଇ ଗୋପପୁର, ଆପଣଙ୍କର ଏଇ ଗୋପପୁର ହୋଇନାହିଁ ନିମନ୍ତ୍ରଣ। କିନ୍ତୁ କାହିଁକି ଗୋସାଇ, କ'ଣ ପାଇଁ ଏ ଗୋପପୁରକୁ ନିମନ୍ତ୍ରଣ? ଗୋପପୁରବାସୀଙ୍କର ଅପରାଧ ହେଉଛି ଅଗଣିତ ଅପରାଧ। ଆଉ ସବୁଠାରୁ ଅପରାଧିନୀ ହେଉଛନ୍ତି ଆପଣ ମା। ଯେଉଁ ସମୟରେ ଦ୍ୱାରିକା ଅଧିପତି ରାଜା କୃଷ୍ଣଚନ୍ଦ୍ର ଆଣ୍ଠୁଆ ଗୋପାଳ ରୂପେ ପୂଜା ପାଉଥିଲେ ଆପଣଙ୍କ ନିକଟେ, ସେ ହେଲେ ରାଜାର ପୁତ୍ର ମା। ରାଜାର ପୁତ୍ର ନା, ରାଜାର ପୁତ୍ର ସୁନାହାର ପିନ୍ଧିବା କଥା, କିନ୍ତୁ ଆପଣ ସୁନାହାର ପରିବର୍ତ୍ତେ ଶସ୍ତା କାଇଁଚ ମାଳିଆଟେ ତାଙ୍କ ବେକରେ ପିନ୍ଧିଲେ। ଦ୍ୱିତୀୟ ଭୁଲ, 16,000 ଗୋପ ନାରୀଙ୍କର ଆପତ୍ତି ଅଭିଯୋଗକୁ ସତ୍ୟାସତ୍ୟ ପ୍ରମାଣ ନ କରି ଆପଣ ତାଙ୍କୁ ଖୁଆ ଦଉଡ଼ିରେ ବାନ୍ଧି ତେନ୍ତୁଳି ଛାଟରେ ପିଟିଲେ। ଆଉ ତୃତୀୟ ଭୁଲ, ଉଦୁଉଦିଆ ଖରା ବେଳେ ଗୋପଦାଣ୍ଡ ଧୂଳିରେ ଆପଣ ତାଙ୍କୁ ଗଡ଼େଇ ଦେଉଥିଲେ। ନାଇଁ ମା, ରାଜମାତା ଦେବକୀ। ତାହେଲେ ଆପଣ କୁହନ୍ତୁ ଗୋସାଇ, ରାଜମାତା ଦେବକୀ କହିଦେଲେ, ହେଲେ ପୁତ୍ର ଆମର କେତେ ବଡ଼ ଯଜ୍ଞ କରୁଛି, ଆମେ ତାର ପିତା ମାତା, ଆମେ କ'ଣ ସେ ଯଜ୍ଞ ନିକଟକୁ ଯାଇପାରିବୁନି? ମାତା କହିଲେ ଦେଖି ଗୋସାଇ, କୁହନ୍ତୁ ଗୋସାଇ। କାଉ ବର୍ଷାରେ କହିଲେ ଟେଡିବ ପାରିଲା ପରେ ଆମ ପୁତ୍ର ଯେତେବେଳେ ଏତେ ବଡ଼ ଯଜ୍ଞଟେ ନିର୍ମାଣ କରିଛି, ଆମେ ପିତାମାତା ହୋଇ କ'ଣ ସେ ଯଜ୍ଞଟେ ଦେଖିବାକୁ ଯାଇପାରିବୁନି? ରାଜା ନନ୍ଦ, ଆପଣଙ୍କର ଏ ସମସ୍ୟାର ସମାଧାନ କରିବା ପାଇଁ ଗୋଟେ ଉପାୟ ମୋ ମସ୍ତିଷ୍କରେ ଉଦ୍ରେକ ହୋଇଛି। ପ୍ରକାଶ କରନ୍ତୁ ଗୋସାଇ, ପ୍ରକାଶ କରନ୍ତୁ। କଥା କ'ଣ କି, ପୁତ୍ର ଯେଉଁ ମହତ କାର୍ଯ୍ୟ କରେ, ବୁଝିଲେ କି ରାଜା ନନ୍ଦ,
पुत्र जो महत कार्य करे से कार्य पिता माता को निमंत्रण आवश्यक न थाए से मुख्य कर्ता करती देवे एवं देवता निमंत्रण आवश्यक न थाए आपण मैंने जदि जापर युक्ति अनुसार जापर अरे जसुमती गोसाई ठीक कथा कहते आम पुत्र जाग करुच्छी आम पिता माता निमंत्रण नहला ना आम निश्चय से पहुँचा ना राजा नंद माता किंतु मु आपण मानक ये संवाद देछि बोली जेते दुख कष्ट आसिले मोर नाम रखिबे को पड़ निश्चय गोसाई आपण को जीवाक हेबो मां आपण को जीवाक हेबो काई ना स्वर्ग मर्त्य पाताल तीन पूरा अपेक्षा करि रही प्रकृत रे द्वारिका अधिपति राजा कृष्णचंद्रंकर माता किए राजा ऐश्वर्य गर्भरे गर्वित मन जाग करुवा राजमाता देवकी ना एडुटे एडुटे करी स्तन भांगी क्षीर पान कराइथिबा माता यशोमती से दिन से प्रभास क्षेत्र रे प्रमाणित हेबो द्वारिका अधिपति राजा कृष्णचंद्रंकर माता किए मत एथर विदाय दियंतु माता विदाय दियंतु राजा निश्चय यथा समय होइबो नारायण 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 सवार कर डरिया जी छिड़ी गल तारा ममतार मुलाकारे कल सतवरा जसुमती गोसाई कौन कही गली कौन किसी बुझी पारा ना कि नयनर तो एमती लोतक धार छुटे छुटे लोतक बिंदु डाली चला नयन को दृष्टि दे ना चलो प्रभात होगा पूर्वर मु समस्त गोपपुरवासी को जनईदेवी महातारा होइला बेलू जमी क्षीर सर लवणी घृत पोड़ पिठा एमाने समस्ते धरी बाहरी पड़े अभी प्रभात बेलू निश्चय जा प्रभास क्षेत्र में पहुँची जाओ जसुमती राधा ललिता विशाखा इंदुरेखा चित्रलेखा समस्त को तुम्हें संवाद देदेवी मो पुत्र जाग करुछि आमे जाग देखिबाकू जिबा आसुसी जसुमती अरे मधु अरे सुबला कोई लगे सबसे मधुर गला कागा बोले पुतना गला बागुड़ी नईला रक्सियन वसी पाहुन गंदी पारक गुसरी कोई लेला सा कोई सा चट था तू भलरी पा चट था तू भलरी पा हेलो विशेष घोषणा रॉयल गोलपुर हाई स्कूल जगी सर महेंद्र सर नारद अभिनय रे 100 टंका एवं करुणाकर बाबू करुणाकर सेठी कमलाकांत सेठी दुई जन सार एवं से मध्य दुई जन 100 टंका देते नारद को एवं नाटक रे खुशी समस्त कलाकार को अभिनय रे 100 टंका देते अनुष्ठान तरफ अशेष धन्यवाद। आश्चर्य लगुच मत
बीतीगला 7 दिन पुत्र सांब जाइछथि जे पाताल भुवन एजे फेरुने हेले आछिबा पथरे तार कोनोसी अघटन घटिरि तो ए संवाद मु का ठारु पाइबी के मते संवाद दब के नारायण 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 देवर्षि मो प्रणाम ग्रहण करंतु देवर्षि आयुष्मान भव किंतु आपण चिंतित कहबा कथा देवर्षि चिंता करूछि पुत्र सांब कथा बीतीगला